ଏହି ଚ୍ୟାନେଲ ପ୍ରକୃତ ଇନକମ୍ ଟ୍ରିକ୍ସ ଦେଖାଏ। ଓଃ ଆମେ କିପରି କରିବା ମୋତେ ବି କୁହ। ଓଡ଼ିଆ ଡ୍ରିମ୍ ମନିକୁ ଜେସ୍ ଭାଇ ୱେଲକମ୍ କରୁଛି। ଓକେ, ଏଇଟା ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବ ଟିକେ, ଆଉ ଯେତେ ପାରୁଛ ନିଜ ସାଙ୍ଗସାଥୀଙ୍କ ସହିତ ସେୟାର କରିଦେବ। ଆକ୍ଚୁଆଲି ଏଇ ଟପିକ୍ଟା ଆମ ଟେଲିଗ୍ରାମ ଚ୍ୟାନେଲ୍ରେ ବି ଜଏନ୍ ହେଇଯିବ ହେଲା। ଟପିକ୍ଟା ମୋ ଇନକମ୍ କଭର୍ରେ ନୁହେଁ, ମତଲବ ମୋ ଚ୍ୟାନେଲ୍ କାଟାଗୋରୀରେ ନୁହେଁ, ବଟ୍ ମୁଁ ଏଇ ଜିନିଷଟା କହିବା ପାଇଁ ଆଜି ବାଧ୍ୟ ହେଉଛି। ଓକେ, କ'ଣ ଜିନିଷଟା? ଲଭ୍ ଆଣ୍ଡ ମ୍ୟାରେଜ୍। ଓକେ, ଲଭ୍ ଆଣ୍ଡ ମ୍ୟାରେଜ୍। ଓକେ, ଲଭ୍ରେ ତୁମେ ଗୋଟେ ଜିନିଷ ଆଜିକାଲିକା ସବୁ ଲଭ୍ ଦେଖୁଥିବ। ମୁଁ ତ ତୁମମାନେ ତ ମୋ ଥ୍ରୁ ବହୁତ ଲଭ୍ କରୁଛ। ମୋଠୁ ଆମ ବେଳେ ଏତେ ଲଭ୍ ଫଭ୍ ନଥିଲା। ମାନେ ମୁଁ ବି ତୁମ ଜମାନାର ପିଲା, ବଟ୍ ଆମ ଟାଇମ୍ରେ ଯେଉଁ ଟାଇମ୍ରେ ଆମେ +2 +3 ସବୁ କରୁଥିଲେ, 10 କ୍ଲାସ୍ ପର୍ଯ୍ୟନ୍ତ କରୁଥିଲେ, ସେ ଟାଇମ୍ରେ ଏତେ ଲଭ୍ ସବ୍ ନଥିଲା। ଓକେ, ପାଠ ପଢ଼ାରେ ବହୁତ ଧ୍ୟାନ ଦେଇଛେ ଆମେ। ଓକେ, ବଟ୍ ତୁମେମାନଙ୍କର କ୍ଷେତ୍ରରେ କ'ଣ ହେଉଛି ନା ଲଭ୍ ବୋଲି ଜିନିଷ ପଳେଇ ଆଉଛି। ପାଠ କଲେଜ ମାନେ ହିଁ ଆଉ କଲେଜ ହେଇକି ନାହିଁ, ଲଭ୍ ହେଇଗଲାଣି। ଲଭ୍ କରୁଛ ଠିକ୍ ଅଛି, ଯେଉଁ ଲଭ୍କୁ ସକ୍ସେସ୍ କରେଇ ପାରିବ ସେଇ ଲଭ୍ କର ନା। ଓକେ, ଏଇ ଆଜି ମୁଁ ଯାଇଥିଲି, ମାନେ ଏତେ ଖରାପ ଲାଗିଲା ମୋତେ ଯେ ଜିନିଷଟା। ଆଜି ମୁଁ ଯାଇଥିଲି ଗୋଟେ ଜାଗାକୁ ଚାଉମିନ୍ ଖାଇବାକୁ, ବୁଝିପାରିଲ। ଇଚ୍ଛା ହେଲେ ଶୁଣିବ, ଇଚ୍ଛା ନହେଲେ ଶୁଣିବନି, କିଛି ବାଧ୍ୟ ନାହିଁ କାହାକୁ ହେଲା। ତ ଗୋଟେ ପୁଅଟେ କଥା ହେଉଛି ତା ଗାର୍ଲଫ୍ରେଣ୍ଡ ସହ। ଓକେ, ଦୁଇଟା କଥା କହିବି। ଗୋଟେ ପୁଅଟେ କଥା ହେଉଛି ତା ଗାର୍ଲଫ୍ରେଣ୍ଡ ସହ, ଆଉ ତୁ କ'ଣ ପାଇଁ ମୋତେ ମିଛ କହିଲୁ, ତୁ ଆକ୍ଚୁଆଲି ତୋ ମନରେ କ'ଣ ଚାଲିଛି କହିଲୁ ବଗେରା ବଗେରା। ତାଙ୍କ ଭିତରେ କିଛି ଗୋଟେ ଝଗଡ଼ା ବଗେରା ହେଇଛି, ବା ଏମିତି କିଛି କଥା ହେଇଛି ଯେଉଁଟା ଦିଜଙ୍କ ଉପରେ ଟ୍ରଷ୍ଟ ଆସୁନି, ବିଶ୍ୱାସ ଆସୁନି ହେଲା। ତ ଏଇ ଜିନିଷଟା କ'ଣ ହେଇଛି ନା, ଝିଅଟା ତାକୁ କହୁଛି, ଦେଖ ମୁଁ ଏମିତି ତରକାରୀ ଆଣିବାକୁ ଯାଇଥିଲି, ତୁମ ଫୋନ୍ଟା ଉଠେଇନି ନା, ଫୋନ୍ ଉଠେଇନୁ ଏତିକି ମିନିଟ୍ରୁ ଏତିକି ମିନିଟ୍ ଭିତରେ। ମାନେ ସିଏ କାଉଣ୍ଟିଂ କରୁଛି, ମତଲବ ସେ କାଉଣ୍ଟିଂ କରୁଛି ଯେ ଏତିକି ମିନିଟ୍ରୁ ଏତିକି ମିନିଟ୍ ଭିତରେ। ଜିନିଷଟା ବୁଝିପାରୁଛ? ପୁଅ କହୁଛି ଝିଅକୁ, ସେଠି ଝିଅଟା କହୁଛି ତୁମେ କ'ଣ କାଉଣ୍ଟିଂ କରୁଛ, ତୁମର ତାହେଲେ ମୋ ଉପରେ ସେତିକି ବିଶ୍ୱାସ ନାହିଁ ନା, ତୁ 5 ମିନିଟ୍ ଭିତରେ ତରକାରୀ ଆଣିକି କାହିଁ ଫୋନ୍ କରୁନି। ମାନେ ଆଜିକାଲିକା ପୁଅଙ୍କର ପରିସ୍ଥିତି ଏଇଟା ହେଲା। 5 ମିନିଟ୍ ଭିତରେ ତରକାରୀ ଆଣିକି ଫୋନ୍ କରୁନି। ଆରେ କ'ଣ 5 ମିନିଟ୍ ପରେ ତାର କିଛି କାମ ନଥିବ? ମୁଁ କହିବା କଥା ଗୋଟେ ଜିନିଷ, 5 ମିନିଟ୍ ପରେ କ'ଣ ଝିଅଙ୍କର କିଛି କାମ ନଥାଏ? ଘରେ ଯେଉଁମାନେ ରହୁଛନ୍ତି ସେମାନେ ଜାଣିଥିବେ, ହଷ୍ଟେଲରେ ମେସ୍ରେ ବହୁତ ଝିଅ ଅଛନ୍ତି, ତାଙ୍କର ବି କାମ ବହୁତ ଥାଏ। ମୁଁ ଝିଅଙ୍କ ସପୋର୍ଟରେ କହୁନି ହେଲା, ଯେଉଁଟା ରିଏଲିଟି କହୁଛି। ତ ଆଜିକାଲିକା ଜିନିଷରେ ଦିଜଙ୍କ ଉପରେ ବିଶ୍ୱାସ ରହୁନି ଭାଇ। ଓକେ, ଲଭ୍ରେ ଓକେ ଲଭ୍ କରୁଛନ୍ତି ଆଜିକାଲି 2 ଦିନ 3 ଦିନ ମାସେ 2 ମାସ ଲଭ୍ କରୁଛନ୍ତି, ତାର କିନ୍ତୁ 2 ମାସ ପରେ ସେଇ ଝଗଡ଼ା, ସିଏ ଆକୁ ମାଆ ଭଉଣୀ, ସେ ଟୋକିର ମାଆ ଭଉଣୀ ଗଲାଣି, ଟୋକି ତାର ମାଆ ଭଉଣୀ ନେଇକି ତା କ୍ୟାସ୍ ଫ୍ୟାସ୍ କଲାଣି, ଇଏ ଯାତ୍ରା ପରେ ଚାଲିଛି। ଓକେ, ତ ମୁଁ କହିବା କଥା ଏଇଟା ଯେ କାହିଁକି ରିଜିନ୍ କ'ଣ ଜାଣିଛ? ପ୍ରଥମ ରିଜିନ୍ ହେଉଛି, ମୋତେ ଲାଗେ ଯେଉଁଟା ମୋ ପର୍ସନାଲ, ମାନେ ମୁଁ ମୋ ଏକ୍ସପିରିଏନ୍ସରୁ କହୁଛି, ଏଇଟା ନୁହେଁ କି ଏଇଟା ହେଇଥିବ କନଫର୍ମ। ଓକେ, ଏକ୍ସପିରିଏନ୍ସରୁ କହୁଛି, ତୁମେ କଥା ହେଇକି ସବୁ ସାରି ଦେଇଛ। ଓକେ, ତୁମେ ଟୋକି ସହିତ ବା ଟୋକା, ମାନେ ପୁଅଙ୍କ ସହିତ, ପୁଅ ଝିଅ ସହିତ, ଝିଅ ପୁଅ ସହିତ କଥା ହେଇକି 6 ମାସ ଭିତରେ ସବୁ ସାରି ଦେଇଛ। ଲାଷ୍ଟକୁ କଥା କ'ଣ ରହିଯାଇଛି ତୁମ ଭିତରେ ଜାଣିଛ? ଯେତେବେଳେ ଝିଅଙ୍କ ଭିତରେ କିଛି ଲୁଚିକି ନ ରୁହେ ନା, ସେତେବେଳେ କ'ଣ ହୁଏ କହିଲ? ତୁ ହଗିଥିଲୁ, ହଗିନୁ, ହଗିଦେ, ଆଉ ଯାଇଥିଲୁ ଏଠିକି, ଏମିତି କଥା ହେବା, ସେଇଟା 2 ମାସ ପଳେଇବ ଏଇଭଳିଆ କଥାବାର୍ତ୍ତାରେ। 6 2 8 ମାସ ପଳେଇଲା, 6 ମାସ ତ ପୁରା ଲଭ୍ ପୁରା କୁତୁମୁତୁ ହେଇକି ଆସିଛି। ଯେତେ ପର୍ଯ୍ୟନ୍ତ ଟୋକି ଅୟରଙ୍କୁ ନ ଯାଇଛି, ଟୋକା ଅୟରଙ୍କୁ ନ ଯାଇଛି, ବା କୌଣସି ବୁଦାମୂଳକୁ ନ ଯାଇଛି। 6 ମାସ, ତାପରେ 2 ମାସ ଏଇଭଳି ଚାଲିବ। ଆଉ 2 ମାସ ବେଳକୁ ଆରମ୍ଭ ହେଇଯିବ କ'ଣ, ହେଇଯାଉଛି ବର୍ତ୍ତମାନ 100ରୁ 99 ଲଭ୍ ଏଇଆ ହେଉଛି। ତୋର ତାହେଲେ ମୋ ଉପରେ ବିଶ୍ୱାସ ନାହିଁ, ତୁ ତାହେଲେ କାହିଁ କହୁଥିଲୁ, ଟୋକି ସାଡ଼େ କହୁଥିବ, ତୁମର ମୋ ତାହେଲେ ବିଶ୍ୱାସ, ମାନେ ମତଲବ ଏଇ ଜିନିଷ ହେଉଛି କେହି କାହାକୁ ବୁଝି ନାହାନ୍ତି। 6 ମାସ କଥା ହେଇଛ ସତ, ତା ସହିତ ଅୟରେ ଶୋଇଛ ସତ, କିନ୍ତୁ ତାକୁ ବୁଝିନ ଜିନିଷଟା, ବୁଝିପାରୁଛ ନା? ଦ୍ୟାଟ୍ସ ୱାଇ କି ତୁମ ଭିତରେ ଏଇ ଜିନିଷଟା ପ୍ରୋବ୍ଲେମ୍ କ୍ରିଏଟ୍ ହେଉଛି। ଆଉ ସେ ଟୋକା ସେଠୁ କହୁଛି, ମାନେ ଚାଉମିନ୍ ଯେଉଁ ମୁଁ ଖାଉଥିଲି, ସେ ଟୋକା ତାକୁ କହୁଛି କାହିଁ କହନା ମୋତେ ମାଆ ଭଉଣୀ ନେଇକି ଶୋଧିବେନି। ତୁ ଶୁଣିବାକୁ ଚାହୁଁଛୁ ସେଇ ମାଆ ଭଉଣୀ ୱାର୍ଡ଼ ସବୁ ଶୁଣିବାକୁ ଚାହୁଁଛୁ? ମାନେ କ'ଣ, ସେ ତୁମ ଘର ଚାକରାଣୀ, ତାକୁ ମାଆ ଭଉଣୀ କରି ଶୋଧିବ?
ଟୋକି ସେମିତି ଆଉ କାହା କଥାରେ କିଛି କାରନାମା କରିଛି ତୁମ ପାଖରେ ଠୋସ୍ ପ୍ରମାଣ ଅଛି, ସେ କ୍ଷେତ୍ରରେ ତୁମେ ତାକୁ କହିପାରିବ। ବଟ୍ ଗୋଟେ ଝିଅ ଯେତେବେଳେ ଭଲ ପାଏ ନା, ଷ୍ଟାର୍ଟିଂ ପଏଣ୍ଟରେ ଗୋଟେ ଝିଅ ଯେତେବେଳେ ଭଲ ପାଏ ସେତେବେଳେ ସେ କ'ଣ କରେ କହିଲ, ଯେଉଁ ପୁଅକୁ ଭଲ ପାଉଥିବ ସେ ପୁଅକୁ ଭଲ ପାଏ। ସେ ପୁଅ ପାଖରେ କିଛି ଗୋଟେ ଇଗ୍ନୋରାନ୍ସ ଦେଖିଲେ ନ ଦେଖିଲେ ସେ ଆଉ କାହାଠି ପଳେଇଥିବ। ତୁମେ ଭାବୁଥିବ ହଁ ମୁଁ ପୁରା ଦିଲ୍ ସେ ଲଭ୍ କରୁଛି, ଦିଲ୍ ସେ ଭଲ ପାଉଛି, ଇଏ କରୁଛି ସେ କରୁଛି, ବହୁତ କିଛି ଜିନିଷ ତୁମେ କହୁଥିବ ହେଲା। ବଟ୍ ଆକ୍ଚୁଆଲି ଟୋକିକୁ ଆଉ କିଛି ଦରକାର, ତାକୁ ଆଉ ଟିକେ ଅଧିକା ଦରକାର ବା ତାଠୁ ସେଇଟା ତୁମକୁ ବୁଝିବାକୁ ପଡ଼ିବ ଯେ ଟୋକିକୁ ଅଧିକ ଦରକାର ନା ତାକୁ କମ୍ ଦରକାର, ବୁଝିପାରୁଛ? ବା ତାକୁ ତା ଲିମିଟ୍ରେ ରଖିବା ଦରକାର। କିନ୍ତୁ ତୁମେ ସେଇଟା ନ କରିକି ବାୟା ବତଳା ହଁ ଜାନୁ ଗେଲୁ ବୁଚୁ ଖୁଣ୍ଟ ବାଡ଼ କିଛି ମାନୁନ, ସିଏ ବୁଝିପାରୁଛ? ତେଣୁ ଏଇପାଇଁ ଜିନିଷ ପ୍ରୋବ୍ଲେମ୍ଟା ହେଉଛି। ଓକେ, ଆଇଦର ତୁମେ ଲଭ୍ କରନି ବା ଯଦି ବି ଲଭ୍ କରୁଛ ତାକୁ ପଜିଟିଭଲି ନିଅ ହେଲା। ସସ୍ପେନ୍ସ ରଖ ଭାଇ ଭିତରେ, କିଛି ଗୋଟେ ସସ୍ପେନ୍ସରେ ଚାଲ। ତୁମମାନେ କ'ଣ କରୁଛ, ସସ୍ପେନ୍ସ କିଛି ରଖୁନ ଭିତରେ, ସବୁ ଖୋଲି ଦେଉଛ। ଯେମିତି ଅୟର ଡ୍ରେସ୍ ଖୋଲି ଦେଉଛ ସେମିତି ଏଠି ବି ସବୁ ଜିନିଷ ଖୋଲି ଦେଉଛ। ମାନେ ମତଲବ ସାମ୍ନା ବାଲା ତୁମକୁ ପଢ଼ି ଦେଉଛି, ଯେମିତି ଗୀତ ଗାଇଲା ବେଳେ ସାମ୍ନା ବାଲା ତୁମକୁ ପଢ଼ି ଦେଉଛି, ୟାର ନେଚର ଏଇଭଳିଆ, ଏଇଭଳିଆ କହିଲେ ଏଇଭଳିଆ। ତୁମେ ଭାବୁଥିବ ନାଇଁ ଶଳା ମୋର ଭୁଲ ଅଛି, ମାନେ ଝିଅଙ୍କ କଥା ବି କହୁଛି, ପୁଅ ଝିଅ ଭାବୁଥିବ ମୋର ଭୁଲ ଅଛି, ଯଦି ଟିକେ ରହେ ପୁଅ ଭାବୁଥିବ ମୋର ଭୁଲ ଅଛି, ଦିଅଙ୍କ କତିରେ ପୁଣି ଝଗଡ଼ା ଲାଗିବ। ଏଇଟା ହେଉଛି ଏବେ 90 କେସ୍ରେ। ଲାଷ୍ଟ ବେଳକୁ ଟୋକି ଅଲଗା, ଟୋକି କେତେବେଳେ ଅଲଗା କାହା କତିକି ଯାଉଛି କହୁଛୁ ଶୁଣ। ଟୋକି ଅଲଗା ସେତେବେଳେ କାହା ପାଖକୁ ଯାଉଛି ଯେତେବେଳେ କି ତାକୁ ଭଲ ପାଉଥିବା ପୁଅ ବା ସିଏ ଯାହାକୁ ଭଲ ପାଉଛି ତାକୁ ଭଲ ପାଉଥିବା ପୁଅ ତାକୁ ସେତିକି ସପୋର୍ଟିଂ ଜିନିଷଟା ଆସୁନି। ଆରେ ଭାଇ ଗୋଟେ ଜିନିଷ ସ୍ପେସ୍ ଛାଡ଼ ନା ତାକୁ। ତୁମ ଦୁଇଜଣଙ୍କ ଭିତରେ ଝଗଡ଼ା ହେଇଗଲା, ତା ମାଇଣ୍ଡ ସେଟ୍ଟାକୁ ପର୍ଯ୍ୟନ୍ତ ତାକୁ ଟିକେ ସ୍ପେସ୍ ଛାଡ଼ ନା, ତାକୁ ଭାବିବାକୁ ସମୟ ଦିଅ ଭାଇ। ତୁମେ ତାକୁ ଭାବିବାକୁ ହିଁ ସମୟ ଦେଉନ। ପୁଅଙ୍କ କଥା ବି କହୁଛି, ଝିଅଙ୍କ କଥା ବି କହୁଛି। ତୁମେ ସାମ୍ନା ବାଲାକୁ ଟିକେ ତୁମ ଦୁଇଜଣଙ୍କ ଭିତରେ ଝଗଡ଼ା ହେଲା ତ ଟିକେ ସ୍ପେସ୍ ଛାଡ଼, ଟିକେ ତାକୁ ଛାଡ଼, ତାକୁ ଚିନ୍ତା କରିବାକୁ ଦିଅ। ଗୋଟେ କଥା କହିକି ତାକୁ ଚିନ୍ତା କରିବାକୁ ଦିଅ। ଦେଖ ଲାଷ୍ଟରେ କହିଥିବ, ଝଗଡ଼ାରେ କହିଥିବ ଦେଖ ତୋତେ ଯେଉଁଟା ଭଲ ଲାଗୁଛି ସେଇଟା କର, ଇଏ କହିଥିବ ନହେଲେ ସିଏ କହିଥିବ କନଫର୍ମଲି। ବଟ୍ ତୁମେ ତା ଭାବନା ପର୍ଯ୍ୟନ୍ତ ତାକୁ ୱେଟ୍ କର। ନାଇଁ କହିଦେନି ଘଣ୍ଟେ ପରେ କ'ଣ ଭାବିଲୁ ଆମ ଭିତରେ ଏଇଟା ହେବ କି ନାହିଁ, ହେବନି, ଠିକ୍ ଅଛି ଛାଡ଼, ଆଜି ତ ପୁଣି ସେଉଠୁ ଆରମ୍ଭ ହେଇଯିବ, ପୁଣି ସେଉଠୁ ଚାଲିଲା। କାହିଁକି ଏ ଜିନିଷଟା ମୁଁ ବୁଝିପାରେନି। ଗଲା ଲଭ୍ ମ୍ୟାରେଜ୍, ଲଭ୍ଟା ଏଇଭଳିଆ। ମ୍ୟାରେଜ୍ ବି ଯଦି କଲ ସେ ଲଭ୍ ମ୍ୟାରେଜ୍ରେ ଶାନ୍ତି ନାହିଁ। ତାପରେ ଆରେଞ୍ଜ ମ୍ୟାରେଜ୍, ଆରେଞ୍ଜ ମ୍ୟାରେଜ୍ରେ କ'ଣ ହୁଏ, ଦୁଇ ଜଣ ଦିଜଣକୁ ଜାଣିନଥାନ୍ତି। ଟୋକି କେଉଁଠୁ ଶୋଇକି ଆସିଥିବ, ଟୋକା କାହା ସହିତ ଗାଣ୍ଡି ମରେଇଥିବ, ଚାଲିଥିବ ସେ ଜିନିଷ। ତାପରେ ବି ଦୁଇ ଜଣ ଯାଙ୍କୁ ମୀମାଂସା କରିକି ଚାଲନ୍ତି ହେଲା। ନାଇଁ ତୁ ଏଇ ଜିନିଷଟା ବୁଝିଛୁ, ମୁଁ ଏଇ ଜିନିଷଟା ବୁଝିଛି, ଆଉ ତୋର ବି ଭୁଲ ଅଛି ମୋର ବି ଭୁଲ ଅଛି, ଛାଡ଼ କିଛି କଥା ନାହିଁ, ଏଇଭଳିଆ ହେଲା। ଆଉ ଗୋଟେ ଜିନିଷ ହେଉଛି ବୁଝାପଣା ଦୁଇ ଜଣଙ୍କ ଭିତରେ। ଲଭ୍ରେ କ'ଣ, ଆରେଞ୍ଜରେ କ'ଣ, ମ୍ୟାରେଜ୍ରେ ଦୁଇ ଜଣଙ୍କ ଭିତରେ ବୁଝାପଣା ଠିକ୍ ରହିଲେ ନା ସବୁ ଜିନିଷ ପୁରା ମକ୍ଖନ ମାରିକି ଚାଲିବ ହେଲା। ଟୋକି ଆଉ କାହାକୁ ଚାହିଁବାକୁ ବି ସାହସ କରିବନି। ଯେତେବେଳେ ଚାହିଁବ ନା ତୁମେ ଏମିତି କାମ କରିବ, ଟୋକା ବା ଟୋକି ତୁମେ ଏମିତି କାମ କରିବ ଯେମିତି ତୁମ ଗାର୍ଲଫ୍ରେଣ୍ଡ ବା ବୟଫ୍ରେଣ୍ଡ ହେଲା। ଆଉ କାହାକୁ ଚାହିଁବାକୁ ବି ସାହସ କରିବନି। ତୁମେ ସେଇ ଜିନିଷ ତାକୁ ଦେଉଛ ନା, ଦେଉଛ କି ଦେଉନଥିବ। ଜଣଙ୍କ ପାଖରେ ଯେତେ ପର୍ଯ୍ୟନ୍ତ ଗୋଟେ ଝିଅ ବା ଗୋଟେ ପୁଅ ଜଣଙ୍କ ପାଖରେ ଯେତେ ପର୍ଯ୍ୟନ୍ତ କମି ଗୋଟେ ନ ଦେଖିଥିବ ସେ ଆଉ କାହା କତିକି ଯିବନି, କେବେ ବି ଯିବନି। ଯଦି ତୁମ ପାଖରେ ସେ କମି ଦେଖିଲା ନା, ତୁମେ ଜାଣିପାରିବ ଯେତେବେଳେ ସେ କମି ଦେଖିବ ତୁମକୁ ଫିଲ୍ ହେବ ନାହିଁ ଏଇ ଜିନିଷରେ ସେ ଏଠି କମି ଦେଖୁଛି, ତାକୁ ସର୍ଟ ଆଉଟ୍ କରିବାର ଅଛି ହେଲା। ଆଉ ଯେତେବେଳେ ଝଗଡ଼ା ହେଉଛି ନା ଦୁଇ ଜଣଙ୍କ ଭିତରେ, ଛାଡ଼ି ଦିଅ ଭାଇ, ସ୍ପେସ୍ ଛାଡ଼, ତାକୁ ଭାବିବାକୁ ସମୟ ଦିଅ, ସାମ୍ନାବାଲାକୁ ଭାବିବାକୁ ସମୟ ଦିଅ, ତେବେ ଯାଇକି ସମ୍ପର୍କ ତିଷ୍ଠିବ। ମାନେ ମୁଁ ମୋ ଏଜ୍ ଅଫ୍ ମୋ ଏକ୍ସପିରିଏନ୍ସରୁ କହୁଛି। ଆଉ ତୁମେ ତ ଯଦି ଅଲଗା କିଛି ତ କହିପାରୁନି ହେଲା, ତୁମେ ତ ଛାଡ଼ୁନ ଟୋଟାଲି। ମୁଁ ଗୋଟେ ପରଦିନ ଦେଖିଥିଲି କ'ଣ ଇନଷ୍ଟାଗ୍ରାମରେ ଦେଖିଥିଲି, ସେ ବାଳ ଇନଷ୍ଟାଗ୍ରାମ କିଏ ବାହାର କଲା କେଜାଣି, ଇନଷ୍ଟାଗ୍ରାମରେ ଦେଖିଥିଲି ପ୍ରମିଳା 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 ପଳେୟା ପ୍ରମିଳା 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 କହିକି ଡାଇଲଗ୍ ପୁରା ଫେମସ୍ ହେଇଗଲା, ସେ ଲୋକ ଫେମସ୍ ହେଇଗଲା। ଆରେ ଭାଇ କ'ଣ ଇଏ ସବୁ, ସେଇଟା ହେଉଛି ଜିନିଷ, ବୁଝିପାରୁଛ? ତେଣୁ ଲଭ୍ ସବ୍ ଯେତେବେଳେ କରୁଛ ନା, କିଛି ଗୋଟେ ସିକ୍ରେଟ୍ ନିଜର ରଖ, ଯେମିତି ସସ୍ପେନ୍ସ, ଅଲୱେଜ୍ ଜିନିଷ ସସ୍ପେନ୍ସରେ ରଖ, ତେବେ ଭଲ ଚାଲିବ ଜିନିଷଟା। ଯଦି ତୁମେ ସସ୍ପେନ୍ସ ବାହାରକୁ ପଳାଇବ ନା, ସବୁବେଳେ ସସ୍ପେନ୍ସ ନୁହଁ, ଏମିତି ଚଲେଇବ ଯେମିତି ଟୋକି ଅୟରେ ବି ଶୋଇବ, ଟୋକା ତୁମ ସହିତ ଶୋଇବ ବି, ଟୋକା ତୁମକୁ ଭଲ ପାଇବ ବି।
ଟୋକି ଅୟରେ ବି ଶୋଇବ, ଟୋକି ମାନେ ଏମିତି କାମ କରିବ ତୁମେ, ଟୋକି ତୁମ ଘର ପର୍ଯ୍ୟନ୍ତ ଆସିକି ବାହା ହେଇକି ତୁମ ପାଖରେ ଶୋଇବ। ଦ୍ୟାଟ୍ସ କଲ୍ ଏ ଟ୍ରୁ ଲଭ୍।